ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଜ୍ୟୋତିଷରେ ଆପଣମାନେ ଦେଖିଥିବେ ଯେ ଜ୍ୟୋତିଷ କହନ୍ତି ଯେ ଏଇ ଗ୍ରହଟା ଆପଣଙ୍କୁ ଏଇ କ୍ଷତି କରିଦେଲା, ସେଇ ଗ୍ରହଟା ଆପଣଙ୍କୁ ସେଇ କ୍ଷତି କରିଦେଲା। ତାକୁ ନେଇକି ଆଉ କିଛି ଭୂଷ୍ପଣ୍ଡିତ କହିଲେ ଯେ ଗ୍ରହମାନଙ୍କର କ'ଣ ଏମିତି ଖାଲି ମଣିଷ ଉପରେ ଇମ୍ପାକ୍ଟ ଅଛି, ଏ ଗ୍ରହ ସେମିତି କରିଦେଉଛି, ସେ ଗ୍ରହ ସେମିତି କରିଦେଉଛି। ଏଗୁଡ଼ା ସମ୍ପୂର୍ଣ୍ଣ ମିଛ। ଯେ ଗ୍ରହମାନଙ୍କର ଗୋଟେ ଶନିର ଗୋଟେ ଲୋକ ଉପରେ କ'ଣ ଇମ୍ପାକ୍ଟ ଅଛି। ତ ଏଠି ଆପଣ ପ୍ରଥମେ କନସେପ୍ଟଟାକୁ ବହୁତ ଭୁଲ ବୁଝିଲେ। କ'ଣ ଗ୍ରହମାନଙ୍କର କିଛି ଇମ୍ପାକ୍ଟ ନାହିଁ, ରାଦର ଗ୍ରହମାନେ ଆପଣଙ୍କର ପ୍ରାରବ୍ଧ କର୍ମର ଫଳ ବା କର୍ମଫଳ ଯେଉଁଟା ଆପଣଙ୍କର ଷ୍ଟୋର ହେଇକି ଅଛି ସେଟା ହେଲା ସଞ୍ଚିତ କର୍ମର ଫଳ। ସଞ୍ଚିତ କର୍ମ ମାନେ ସେ କର୍ମ ଫଳ ବା କର୍ମଟାକୁ ଗୋଟେ ହିସାବରେ ଆପଣ ବୁଝନ୍ତୁ ଯେ ମୁଁ ଯେଉଁ କର୍ମ କରିଛି ସେଇ କର୍ମର ଫଳଟା ମୁଁ ଭୋଗିବି। ଏବଂ ସବୁ ନୁହେଁ, ଆପଣଙ୍କ ଯେଉଁ ଟୋଟାଲ କର୍ମଫଳ ଅଛି, କିଛି ଭଲ କିଛି ଖରାପ, ସେ ତାକୁ ମିଶେଇକି ଦିଆହେଇଛି ଏ ଜନ୍ମ ପାଇଁ କିଛି, ସେଟା ହେଲା ପ୍ରାରବ୍ଧ। ଡିସାଇଡ୍ କରିବେ କସ୍ମସ୍ ବା ଭଗବାନ ବା ଆପଣ ଯାହା କୁହନ୍ତୁ, ସେ ଡିସାଇଡ୍ କରିବ। ସେ ଆକାଉଣ୍ଟଟା ସେଇଠି ମେଣ୍ଟେନ୍ ହେଇକି ଥାଏ। ଆପଣ ଏ ଜନ୍ମରେ କରୁନାହାନ୍ତି, ଯେତେ ଭଲ କାମ କରିବେ, କିନ୍ତୁ ପ୍ରାରବ୍ଧରେ ଯଦି କିଛି ଜିନିଷ ଦୃଢ଼ କର୍ମ ହିସାବରେ ଅଛି, ସେ କିଛି ବଦଳିବ ନାହିଁ। ତ ଏଇ ପ୍ରାରବ୍ଧ କର୍ମ ଗୁଡ଼ାକୁ ପଢ଼ିବା ପାଇଁ ଜ୍ୟୋତିଷରେ ଗ୍ରହମାନଙ୍କର ସାହାଯ୍ୟ ନିଆଯାଏ। ଶନି ଆୟୁଷ, କର୍ମ କିମ୍ବା ଆମର ଦେହରେ ସବୁ ଜଏଣ୍ଟସ୍ ଯେଉଁଗୁଡ଼ା ଅଛି ତାକୁ ଦର୍ଶାଏ। ଜାତକରେ ଯଦି ଶନି, ଆପଣ ଜନ୍ମ ସମୟ ଯଦି ଶନିର ସ୍ଥିତି ଜାତକରେ ଠିକ୍ ନାହିଁ, ତାହେଲେ ଆପଣଙ୍କର ଆୟୁଷ କମ୍ ହେଇପାରେ, ଆପଣ ଅଳସୁଆ ହେଇପାରନ୍ତି, ପରିଶ୍ରମ ନ କରିପାରନ୍ତି। ମୁଁ ସବୁ ପାରନ୍ତି ବୋଲି କହୁଛି, ଆପଣ ଗ୍ୟାରେଣ୍ଟେଡ଼ ହେଇଯିବନି, କିନ୍ତୁ ଜାତକ ଦେଖିବାରେ ଗୋଟେ ପ୍ରୋସେସ୍ ରହିଛି। ତେବେ ସେ ଯାହା ବି ହେଉନା କାହିଁକି, ଗ୍ରହଗୁଡ଼ା ଇଟସେଲ୍ଫ ବା ସ୍ୱତଃପ୍ରଭୂତ ଭାବରେ ନିଜେ କିଛି କରନ୍ତିନି। ସୂର୍ଯ୍ୟ ଯାହା ଜାତକରେ ଭଲ ଅଛି, ସେ ସରକାରୀ ଚାକିରି ପାଇବ। ସିଏ ସରକାରୀ ଚାକିରି ପାଇବ, ସୂର୍ଯ୍ୟ ତାକୁ ସରକାରୀ ଚାକିରି ଦେଇଦେଲାନି। ଆପଣ ସୂର୍ଯ୍ୟଙ୍କ ରତ୍ନ ପିନ୍ଧି ପକାଇଲେ କିମ୍ବା ସୂର୍ଯ୍ୟଙ୍କର କିଛି ଉପଚାର କରି ପକାଇଲେ ଆପଣ ଚାକିରି ପାଇଗଲେନି, ନାହିଁ। ଆପଣଙ୍କର ପୂର୍ବଜନ୍ମର କିଛି କର୍ମ, ତାର ଫଳ ହିସାବରେ ଆପଣ ଏ ଜନ୍ମରେ ଗୋଟେ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି। ସେଇଟା ସୂର୍ଯ୍ୟ ଦର୍ଶାଏ। ଆପଣଙ୍କର ବୃହସ୍ପତି ବହୁତ ଭଲ ଅଛି ଏବଂ ବୁଧ ବହୁତ ଭଲ ଅଛି। ଏ ଜନ୍ମରେ ଆପଣ ବେପାର ବାଣିଜ୍ୟରୁ ବହୁତ ରୋଜଗାର କରିବେ। ଏ ଦୁଇଟା ଗ୍ରହ ତାକୁ ଦର୍ଶାନ୍ତି, କିନ୍ତୁ ଆପଣଙ୍କର କର୍ମଫଳ ସେମିତି ଅଛି ପ୍ରାରବ୍ଧର, ଯେଉଁଥିପାଇଁକି ଆପଣ ଏଇ ଜିନିଷ ଭୋଗ କରିବେ। ଟୋଟାଲ ଯେଉଁ ଜ୍ୟୋତିଷର ଗୋଟେ ଅଡ୍ କନସେପ୍ଟ ଅଛି, ସେଟାକୁ ମୁଁ ବଦଳାଇବାକୁ ଚାହୁଁଛି। ଯେ ବଦଳାଇବାକୁ ଚାହୁଁନି, ମାନେ ସେଇ ଜିନିଷଟା ଆପଣ ବୁଝେଇକି କହୁଛି ଯେ ଜାତକରେ ଗ୍ରହମାନେ କିଛି ଇମ୍ପାକ୍ଟ କରନ୍ତିନି। ଜନ୍ମ ସମୟରେ ଆପଣ ଯେମିତି ଆମେ ହାତ ରେଖା ଦେଖୁଛୁ, ଆମେ କେଉଁ ରେଖାଟାକୁ ଦୋଷ ଦେଉଛୁ, ଆପଣ ଏ ରେଖା ପାଇଁ କିଛି ଉପଚାର କରନ୍ତୁ, ଏ ରେଖାଟାକୁ କାଟି ଦିଅନ୍ତୁ, ଆମେ କହୁନୁ। ଆମେ କହୁଛୁ ଯେ ରେଖା କହୁଛି ଯେ ତୋର ହାର୍ଟ ପ୍ରୋବ୍ଲେମ୍ ହେଇପାରେ, ତୁ ଟିକେ ଏଇ ଉପଚାର କର। ଉପଚାର ମାନେ ଆପଣଙ୍କର ନିଜର କର୍ମ, କୌଣସି ଗୋଟେ ମନ୍ତ୍ର ଜପ କରିବା, ପୂଜା କରିବା, ଏଗୁଡ଼ା ଟିକେ କ୍ୱିକ୍ ଆକ୍ସନ୍ ଥାଏ ବା ଗୋଟେ ଯେମିତି କହନ୍ତି
ମାନେ ବହୁତ ଇମିଡ଼ିଏଟ୍ ଆକ୍ସନ୍ ଏଗୁଡ଼ାକର ଥାଏ, କିନ୍ତୁ ଆପଣ ନିଜେ କରିବାକୁ ପଡ଼ିବ। କେବେ କୌଣସି ପୂଜା କିମ୍ବା କୌଣସି ଆରାଧନା ଆପଣ ନିଜେ ଅଳ୍ପ ଅଳ୍ପ ଯେତିକି ପାରୁଛନ୍ତି କରନ୍ତୁ। ତାକୁ କୌଣସି କିଏ ଆପଣଙ୍କ ବିହାଫରେ କରିଦେଲେ ସେଇଟା ହେବନି। ତେଣୁ ଗ୍ରହଗୁଡ଼ିକ ଆପଣଙ୍କର ଜାତକରେ ଆପଣଙ୍କର ପ୍ରାରବ୍ଧ କର୍ମକୁ ଦର୍ଶାନ୍ତି। ତାଙ୍କୁ ଆପଣ କିଛି ଦୋଷ ଦିଅନ୍ତୁନି। ସାର୍ ସୂର୍ଯ୍ୟ ମୋର ଭଲ ହେଇଯିବ କେମିତି, ମୁଁ ଟିକେ ସକାଳୁ ଉଠି ଯଦି ଡେଲି ସୂର୍ଯ୍ୟଙ୍କୁ ଚାହିଁବି, ସୂର୍ଯ୍ୟଙ୍କୁ ଯଦି ମୁଁ ନମସ୍କାର କରିବି, ତାହେଲେ ମୋ ଜାତକରେ ସୂର୍ଯ୍ୟ ଭଲ ହେଇଯିବ। ଆପଣ ଯଦି ସେସବୁ କିଛି କାମ କରନ୍ତି ତାହେଲେ ଆପଣଙ୍କର ସୂର୍ଯ୍ୟ ନାଡ଼ି ଆକ୍ଟିଭେଟ୍ ହେଇଯାଇପାରେ। ଆପଣଙ୍କ ବାପାଙ୍କୁ ସେବା କରନ୍ତି, ଆପଣଙ୍କ ଡେଫିନେଟଲି ସେ ସୂର୍ଯ୍ୟର କୃପା ମିଳିପାରେ, ବା ଆପଣଙ୍କର ସେଇଭଳିଆ ପ୍ରାରବ୍ଧ ଆସିବ ଯେଉଁଟାକି ଆପଣଙ୍କର ଆର ଜନ୍ମ ପାଇଁ ସଞ୍ଚିତ ହେଇକି ରହିଲା। ଏ ଜନ୍ମରେ ଆପଣ ଯେଉଁଟା ଭୋଗିବେ ସେଇଟା ଭୋଗିବେ ହିଁ ଭୋଗିବେ। ଶୁକ୍ର ବହୁତ ଭଲ ଅଛି। ଆପଣ ଶୁକ୍ରଙ୍କର ଯେତିକି ସବୁ ଅର୍ଥାତ୍ ଏ ଜନ୍ମରେ ଆପଣ ଲୋଭୀ ହେବେ, ଭଲ ଭଲ ଜିନିଷ ଏନ୍ଜୟ କରିବାକୁ ବସିବେ। ଯେଉଁଠି ଗୋଟେ ଲୋକଟେ ଗୋଟେ 8 ଲକ୍ଷ ଟଙ୍କାର କାର୍ କିଣିଥିବେ, ଆପଣ ସେଠି ଗୋଟେ 80 ଲକ୍ଷ ଟଙ୍କାର କାର୍ ଚଢ଼ିବେ। କାହିଁକି ନା ଆପଣଙ୍କର ପୂର୍ବଜନ୍ମର କର୍ମଫଳ ସେମିତି ଅଛି। ତ ଏଠି ଶୁକ୍ରର କିଛି ଦୋଷ ନାହିଁ। ସାର୍ ଆପଣ ଶୁକ୍ରଙ୍କୁ ପୂଜା କରି ପକାନ୍ତୁ। ଆରେ ଶୁକ୍ରଙ୍କୁ ପୂଜା କରିବା କଥା ଯେଉଁ ଆପଣ ମନ୍ତ୍ରଟା ପଢ଼ୁଛନ୍ତି ସେଟା ଆପଣଙ୍କର ଗୋଟେ ଏନର୍ଜି ଲେଭେଲ୍ କ୍ଲିନିଂ। ତ କ'ଣ ଓଡ଼ିଆରେ ମୁଁ କେମିତି ବୁଝେଇବି ମୁଁ ଜାଣିପାରୁନି। ମାନେ ଆପଣ କିଛି ଗୋଟେ ଶାରୀରିକ କର୍ମ କରନ୍ତି, କିଛି ମାନସିକ କର୍ମ କରନ୍ତି, ଆଉ କିଛି ଆତ୍ମାର କର୍ମ ବି ଥାଏ। ଯେମିତି ଆପଣ ଯୋଗ କରୁଛନ୍ତି, ସେମିତି ମନ୍ତ୍ର ଉଚ୍ଚାରଣ ସମୟରେ ଟିକେ ତାର ଆକ୍ସେସ୍ ଟୁ ୟୁନିଭର୍ସଟା ଟିକେ ଅଧିକ ଥାଏ, କିନ୍ତୁ ଏଥିରେ ଗ୍ରହର କିଛି ଦିଆନିଆ ନାହିଁ। କାରଣ ଶୁକ୍ର ମୋର ବହୁତ ଅଛି। ଆପଣ ଲକ୍ଷ୍ମୀଙ୍କୁ ପୂଜା କରୁନାହାନ୍ତି, କରନ୍ତୁ, କିନ୍ତୁ ଶୁକ୍ର ଅଲରେଡ଼ି ଇଣ୍ଡିକେଟ୍ କରୁଛି ଯେ ଆପଣ ପୂର୍ବଜନ୍ମରେ ସେମିତି କର୍ମ କରିନାହାନ୍ତି ଯେ ଆପଣଙ୍କୁ ଏ ଜନ୍ମରେ ଆଉ ବେଶୀ ସେମିତି କିଛି ଫଳ ମିଳେ। ତ କୌଣସି ଗ୍ରହର ଆମ ଉପରେ କିଛି ଇମ୍ପାକ୍ଟ ନାହିଁ। ମାନେ ସେମିତି ଆଷ୍ଟ୍ରୋନୋମିକାଲି ଅଛି, ସୂର୍ଯ୍ୟ ସାରା ବିଶ୍ୱ ଉପରେ ଅଛି, ଆମକୁ ଭିଟାମିନ୍ ଡି ଦେଉଛନ୍ତି। ଚନ୍ଦ୍ର ଆମର ମାନସିକ ଲେଭେଲକୁ କଣ୍ଟ୍ରୋଲ କରୁଛନ୍ତି, କିନ୍ତୁ ସେମାନେ ଜାତକରେ ଖାଲି ପ୍ରାରବ୍ଧଟାକୁ ଦର୍ଶଉଛନ୍ତି। ସେମାନେ ନିଜେ କିଛି ଆପଣଙ୍କ ପାଇଁ କରି ପକାଉନାହାନ୍ତି। ଯେ ଆପଣ ଜାତକରେ ଯଦି ଚନ୍ଦ୍ର ଷ୍ଟ୍ରଙ୍ଗ କରିଦେବେ, ଚନ୍ଦ୍ର ଆପଣଙ୍କର ଯାହା ଯାହା ଚନ୍ଦ୍ର କାରକତ୍ୱ ପାଇଯିବେ ନା। ଯେଉଁ କର୍ମ ଆପଣଙ୍କର ପ୍ରାରବ୍ଧରେ କିଛି ପ୍ରୋବ୍ଲେମ୍ ଅଛି ବୋଲି ଦର୍ଶାଯାଉଛି, ତା ଉପରେ ଆପଣ କିଛି କାମ ଅଧିକ କରନ୍ତୁ, ଯେଉଁଟାକି ଆପଣ ଆଗାମୀ ଜନ୍ମ ପାଇଁ ସଞ୍ଚିତ ହେଇକି ରହିଲା। ଆଶା କରେ ମୁଁ ଯାହା ବୁଝେଇବାକୁ ଚାହୁଁଛି ଆପଣ ବୁଝିପାରୁଥିବେ ଯେ ଗ୍ରହଗୁଡ଼ା ଗୋଟେ ନିଜେ ଆପଣଙ୍କ ଉପରେ କିଛି ଇମ୍ପାକ୍ଟ ଦିଅନ୍ତି ନାହିଁ, ତାଙ୍କର କିଛି କାମ ନାହିଁ। ସେ ଖାଲି ଆପଣଙ୍କର ପ୍ରାରବ୍ଧଟାକୁ ପଢ଼ିବାରେ ସାହାଯ୍ୟ କରନ୍ତି। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ତାହେଲେ ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବେ। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।